ଆଜିର 25ଟି ଅନୁଚିନ୍ତା। ନମ୍ବର 1, ଭଙ୍ଗା ପାନିଆରେ କେବେ ବି ମୁଣ୍ଡ କୁଣ୍ଡାନ୍ତୁ ନାହିଁ, ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି। ନମ୍ବର 2, ଉଲଗ୍ନ ହୋଇ ଶୋଇବା ପିତୃଲୋକଙ୍କ ଅଭିଶାପ ଲାଗିଥାଏ। ନମ୍ବର 3, ଯେଉଁ ଘରେ ସକାଳ ସଞ୍ଜ ଧୂପଦୀପ ଦେଇ ଘରେ ପୂଜା କରନ୍ତି, ସେହି ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ନମ୍ବର 4, ଯିଏ ଶନିବାର ହେଲେ ଅସହାୟ ଲୋକଙ୍କୁ କିଛି ଦାନ ଦିଏ ବା ଧର୍ମ ଦକ୍ଷିଣା ଦେଇଥାଏ, ଶନି ପୀଡ଼ାରୁ ମୁକ୍ତି ମିଳିଥାଏ ତାକୁ। ନମ୍ବର 5, ଶନିବାର ହେଲେ ଅସ୍ତଗଛ ତଳେ ସୋରିଷ ତେଲର ଦୀପ ଜାଳି 7 ଥର ପରିକ୍ରମା କରନ୍ତୁ, ଶନି ଦଶା କଟିଥାଏ। ନମ୍ବର 6, ବୁଧବାର ହେଲେ ଗାଈକୁ ସବୁଜ ଘାସ ଖାଇବାକୁ ଦେଲେ ଦୋକାନ ବ୍ୟବସାୟ ଭଲ ଚାଲିବ। ନମ୍ବର 7, ସକାଳେ ଉଲଗ୍ନ ଚିତ୍ର, କାନ୍ଦିବା ଫଟୋ ଏସବୁ ଦେଖିବା ଦ୍ୱାରା ଘୋର ଶୁଭ ହୋଇଥାଏ। ନମ୍ବର 8, ରାନ୍ଧିବା ସମୟରେ ସ୍ନେହ ମମତା ପ୍ରେମର ଭାବନା ସହ ରୋଷେଇ କଲେ ପରିବାରରେ ଭିତରେ ସ୍ନେହ ବଢ଼ିଥାଏ, ସମସ୍ତେ କଥା ମାନିଥାନ୍ତି। ନମ୍ବର 9, ଷୋହଳ ସୋମବାର ବ୍ରତ କଲେ ଭଲ ଜୀବନସାଥୀଟିଏ ମିଳିଥାଏ। ନମ୍ବର 10, ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ବେଡରୁମ୍ରେ 2ଟି ମୟୂର ପଙ୍ଖ ରଖନ୍ତୁ, ପ୍ରେମ ବଢ଼ିବ। ନମ୍ବର 11, ମାନ ସମ୍ମାନ ପାଇବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ। ନମ୍ବର 12, ନିଜ ଡ୍ରଇଂ ରୁମ୍ ବା ସମସ୍ତେ ଏକାଠି ବସିବା ରୁମ୍ରେ ସଜଗୋଲାପ କାଚ ପାତ୍ରରେ ପାଣି ରଖିଦିଅନ୍ତୁ। ଯେଉଁ ରଙ୍ଗର ଗୋଲାପ ହେଇଥିବ ଚଳିବ, ଏହାଦ୍ୱାରା ଆପଣଙ୍କର ମନ ସବୁବେଳେ ଶାନ୍ତି ରହିବ, ବାର୍ତ୍ତାଳାପ ସମୟରେ କଳି ହେବ ନାହିଁ। ନମ୍ବର 13, ଘରେ କେବେ ବି ବୁଢ଼ିଆଣୀ ଚାଲି ହେବାକୁ ଦିଅନ୍ତୁ ନାହିଁ, ନହେଲେ ଏଥିରେ ଘରକୁ କଷ୍ଟ ମାଡ଼ି ଆସିବ। ନମ୍ବର 14, ମଥାରେ ସିନ୍ଦୁର ଲଗାଇଲା ବେଳେ ଓଢ଼ଣୀ ଦିଅନ୍ତୁ ଏବଂ ଯୋଡ଼ି ହୋଇ ରହିଥିବା ଠାକୁରଙ୍କୁ ସ୍ମରଣ କରିବା ଶୁଭ ହୋଇଥାଏ। ନମ୍ବର 15, ମଥାରେ ସିନ୍ଦୁର ଦେଲାବେଳେ ତଳୁ ଉପରକୁ ଟାଣନ୍ତୁ, ଏହାଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। ନମ୍ବର 16, କଥାରେ କଥାରେ ହସୁଥିବା ବ୍ୟକ୍ତି ସବୁବେଳେ କଷ୍ଟ ପାଇଥାଏ, ସୁନ୍ଦର ହସ ପଛରେ ବହୁତ ସାରା ଦୁଃଖ ମିଳିଥାଏ। ନମ୍ବର 17, ପ୍ରତ୍ୟେକ ଦିନ ଗୋଟିଏ ତୁଳସୀ ପତ୍ର ଖାଆନ୍ତୁ, ଏହାଦ୍ୱାରା ଶରୀରରେ ରୋଗ ମାଡ଼ିବ ନାହିଁ। ନମ୍ବର 18, ସକାଳୁ ଉଠି ନିଜ ପାପୁଲିକୁ ଦେଖି ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ସକାରାତ୍ମକ ହୋଇ ଉଠିଲେ ଦିନଟି ଭଲରେ କଟିବ। ନମ୍ବର 19, ପ୍ରଜାପତି ଆପେ ଆପେ ଆସି ନିଜ ଦେହ ଉପରେ ବସିଲେ କିଛି ଶୁଭ ସଂକେତ ମିଳିଥାଏ। ନମ୍ବର 20, ନାରୀମାନେ ସବୁବେଳେ ସଜେଇ ହେଇ ରହିଲେ ସ୍ୱାମୀ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି, ପ୍ରତ୍ୟେକ ନାରୀ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଥାନ୍ତି। ନମ୍ବର 21, ନିଜ ରୋଷେଇ ଘରେ ସବୁବେଳେ ସଫା କରି ରଖନ୍ତୁ, ଏହାଦ୍ୱାରା ମଙ୍ଗଳ ଗ୍ରହ ଶାନ୍ତ ହୋଇଥାଏ। ମଙ୍ଗଳ ଗ୍ରହଙ୍କର ଖରାପ ପ୍ରଭାବ ପଡ଼ିଲେ ପେଟ ଜନିତ ସମସ୍ୟା, ସ୍ୱାସ୍ଥ୍ୟ ଖରାପ ହେବା ଏସବୁ ଦେଖାଯାଇଥାଏ। ନମ୍ବର 22, ମନ୍ଦିରରେ କେବେ ବି ପର କଥା ଭାବନ୍ତୁ ନାହିଁ, ଏହାଦ୍ୱାରା ପରର ଭଲ ହୋଇଥାଏ, ନିଜର ଅମଙ୍ଗଳ ହୋଇଥାଏ। ନମ୍ବର 23, ଏହି 5ଟି କଥା କାହାକୁ କୁହନ୍ତୁ ନାହିଁ, ନିଜର ସଫଳତାର ରହସ୍ୟ, ନିଜ ପରିବାରର କଥା, ନିଜ ଭବିଷ୍ୟତର ଚିନ୍ତାଧାରା, ନିଜର ଦୁର୍ବଳତା, ନିଜର ପାଷ୍ଟ କଥା। ନମ୍ବର 24, କେବେ ବି ସୁନା କିଣିବେ ପ୍ରଥମେ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରି ସାରିଲା ପରେ ଧାରଣ କରନ୍ତୁ, ଏହା ଶୁଭ ହୋଇଥାଏ। ଆହୁରି ସୁନା କିଣିବେ ଏବଂ ଧନର ଆଗମନ ହୋଇଥାଏ। ନମ୍ବର 25, ସକାଳୁ ଉଠି ଭଗବାନଙ୍କର ନାମ ନିଅନ୍ତୁ, କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। ଯଦି ଆପଣଙ୍କୁ ମୋ ଭିଡ଼ିଓ ଭଲ ଲାଗିଲା, ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଲାଇକ୍ ସେୟାର କରିଦେବେ। ମୁଁ ରହୁଛି, ନମସ୍କାର।